ଜୟ ଜଗନ୍ନାଥ। ଆଜି ଆମେ ଜାଣିବା ଧାନ ମୁଣ୍ଡିରେ ଯଦି ଆମେ ଧାନ ବିକ୍ରି କରିବା ତାହେଲେ କାଟି ଦିଆଯିବ କି ଆମର। ଦେଖନ୍ତୁ ୟୁଟ୍ୟୁବରେ ଅନେକ ଭିଡ଼ିଓ ଆସୁଛି କି ମୁଣ୍ଡିରେ ଧାନ ଦେଲେ କଟିଯିବ ଆପଣଙ୍କର ରାସନ କାର୍ଡ଼ ବା 30 କ୍ୱିଣ୍ଟାଲରୁ ଅଧିକ ଦେଲେ ବି ଆପଣଙ୍କର କାଟି ଦିଆଯିବ ରାସନ କାର୍ଡ଼। ଦେଖନ୍ତୁ ଏମିତି ଭିଡ଼ିଓ ସବୁ କିଛି ଭିୟୁ ପାଇଁ ସେମାନେ ମିଥ୍ୟା ପ୍ରଚାର କରୁଛନ୍ତି। ଦେଖନ୍ତୁ ସରକାରଙ୍କର କୌଣସି ବି ଗାଇଡ଼ଲାଇନ୍ ନାହିଁ କି ଆପଣ ଏତିକି ଧାନ ବିକ୍ରି କଲେ ଆମେ ଆପଣଙ୍କ ରାସନ କାର୍ଡ଼କୁ କାଟିଦେବୁ। କିନ୍ତୁ ଗାଇଡ଼ଲାଇନ୍ରେ ଇଏ ଅଛି ଯଦି ଆପଣ GST ଭରୁଥିବେ ବା ଆପଣ ଇନକମ୍ ଟ୍ୟାକ୍ସ ଗଭର୍ଣ୍ଣମେଣ୍ଟକୁ ଦେଉଥିବେ ତାହେଲେ ଆପଣଙ୍କର ରାସନ କାର୍ଡ଼କୁ କାଟିଦେବେ। ଯେହେତୁ ସୁଭଦ୍ରା ଯୋଜନା ତାକୁ ମଧ୍ୟ କାଟିଦେବେ, PM କିଷାନ ତାକୁ ମଧ୍ୟ କାଟିଦେବେ। ଆପଣ ଯେତିକି ଗଭର୍ଣ୍ଣମେଣ୍ଟର ସ୍କିମ୍ ପାଉଥିବେ ସେସବୁକୁ କାଟି ଦିଆଯିବ। କିନ୍ତୁ କୌଣସି ବି ଲେଖା ହେଇନି କି ଆପଣ ଯଦି ଧାନ ବିକ୍ରି କରୁଛନ୍ତି ତାହେଲେ ଆପଣଙ୍କର ରାସନ କାର୍ଡ଼କୁ ଆମେ କାଟିଦେବୁ ବା କାଳିଆ ଯୋଜନା ସ୍କିମ୍କୁ କାଟିଦେବୁ ବା PM କିଷାନ ସ୍କିମ୍କୁ କାଟିଦେବୁ ବା ସୁଭଦ୍ରା ସ୍କିମ୍କୁ କାଟିଦେବୁ। ଏମିତି କୌଣସି ବି ଗାଇଡ଼ଲାଇନ୍ ନାହିଁ। ଏମାନେ ଖାଲି କିଛି ଭିୟୁ ପାଇଁ ମିଥ୍ୟା ପ୍ରଚାର କରୁଛନ୍ତି ଯାହାକି କୌଣସି ବି ଗାଇଡ଼ଲାଇନ୍ ନାହିଁ। ମୁଁ 8 ବର୍ଷ ହେଲା ଜନସେବା କେନ୍ଦ୍ର ଚଲେଇଲି ନା ଏମିତି କେବେ ବି ହେଇନି କି ଆଗକୁ ମଧ୍ୟ ହବନି। କେଉଁ କ୍ଷେତ୍ରରେ କଟେ? ଯେଉଁ କ୍ଷେତ୍ରରେ କି କିଏ ଜଣେ ଯଦି ଆପଣଙ୍କର ଅନେକ ଗାଡ଼ି ଅଛି ବା ଆପଣ ଧନୀ ଅଛନ୍ତି ତାହେଲେ ଆପଣଙ୍କର କିଏ ଯଦି ଗଭର୍ଣ୍ଣମେଣ୍ଟକୁ କମ୍ପ୍ଲେନ୍ କରନ୍ତି ଆପଣଙ୍କ ବିରୁଦ୍ଧରେ ତାହେଲେ ଯାଇକି ଗଭର୍ଣ୍ଣମେଣ୍ଟ ତା ପ୍ରତି କିଛି ଆକ୍ସନ୍ ନିଏ ବା କିଛି କାଟିଦିଏ। କିନ୍ତୁ ଏମିତିରେ ବି କୌଣସି ଲୋକ ଧାନ ବିକ୍ରି କଲେ ବା ସେ ମୁଣ୍ଡିରେ ଧାନ ଦେଲେ ସେ କ୍ଷେତ୍ରରେ ସରକାର କେବେ ବି ତା ରାସନ କାର୍ଡ଼ କାଟିବେ ନାହିଁ କି ସୁଭଦ୍ରା ଯୋଜନାରୁ ସ୍କିମ୍ରୁ କାଟିବେନି କି PM କିଷାନ ସ୍କିମ୍ରୁ ମଧ୍ୟ ତା ନାଁକୁ କାଟିବେନି। ଯେହେତୁ ସେ ଜଣେ ଚାଷୀ ତାର କିଛି ପରିଶ୍ରମ କରି ସେ ସରକାରଙ୍କୁ ବିକୁଛି, ସେ କ୍ଷେତ୍ରରେ ସରକାର କ'ଣ ପାଇଁ ସେ ରାସନ କାର୍ଡ଼କୁ କାଟିବେ ଆପଣ ଥରେ ଭାବିବା ଦରକାର। କିନ୍ତୁ କିଛି ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଉଛି କି ଆପଣ ଏତିକି କ୍ୱିଣ୍ଟାଲରୁ ଯଦି ଏତିକି ଦେବେ ତାହେଲେ ଆପଣଙ୍କର ରାସନ କାର୍ଡ଼ କାଟିଦେବେ